ମୁଁ ତୁମକୁ ବହୁତ ଭଲ ପାଏ। I love you। Hey, ରାଜା ଶୁଣ। ଆରେ ତମେ ଛୁଟି ବୋଲ ନା କଣ? ତମ ଡ୍ରେସ୍ ତ ପୁରା ମଇଳା ହେଇଗଲା। ଆରେ ये तो सही ड्रेस नहीं, जो ड्रेस तुमको ମୁଁ गिफ्ट କରିଥିଲି। କାଜଲ କଥା କଣ କି ସେ ଡ୍ରେସ୍ ମୋ ଜମା ପିନ୍ଧିବି। ପିନ୍ଧିବନି? ହେଲେ କାହିଁକି ପିନ୍ଧିବନି? ଏଇ ସେ ଡ୍ରେସ୍ ତମର ପସନ୍ଦ ହେଲାନି ନା? ବହୁତ ପସନ୍ଦ ହେଲା। ଏତେ ପସନ୍ଦ ହେଲା ଯେ ସତ କହୁଛି ମୁଁ ତାକୁ ଜମା ପିନ୍ଧିବିନି। ଦେଖ ମୋ ମୁଣ୍ଡ ଖରାପ କରେନି। ଯାହା କହିବା କଥା ସିଧା ସିଧା କହିବ। ମୋର ପସନ୍ଦ ହେଲାନି, ଥରେ ପିନ୍ଧିଲି ଆଉ ପିନ୍ଧିବିନି। ଅଥଚ ତମର ପସନ୍ଦ ହେଲା ଆଉ ତମେ ତାକୁ ପିନ୍ଧିଲନି। ଆରେ ବାବା କହିଲି ପରା ସତ କହୁଛି ସେ ଡ୍ରେସ୍ ମୋର ବହୁତ 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 ପସନ୍ଦ ହେଲା। ଆରେ ବହୁତ 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 ପସନ୍ଦ ହେଲା। ତାହେଲେ ତମେ ତାକୁ ପିନ୍ଧିଲନି କାହିଁକି? ଏଇଥିପାଇଁ ପିନ୍ଧିଲି ଯେ ସାରା ଜୀବନ ସେ ଡ୍ରେସ୍କୁ ମୁଁ ସାଇତିକି ରଖିବି। ଏଇ ତମେ ଜାଣିଛ ମୋ ମା ନା ତାକୁ ସଫା କରି ଆଇରନ୍ କରି ଆଲମିରା ଭିତରେ ସାଇତିକି ରଖିଛି। ଆଚ୍ଛା, ତମ ମା ଯଦି ମତେ ବୋହୂ କରିବାକୁ ରାଜି ହେବେନି? ତମେ ସେମିତି କୁହନି ମୋ ମାକୁ। ଜାଣିଛ ମୋ ମା ଏ ଦୁନିଆର ଏମିତି ଗୋଟେ ମା, ସବୁ ମାଙ୍କ ଠାରୁ ସ୍ୱତନ୍ତ୍ର। ଏମିତିକି ମମତାମୟୀ ଯଶୋଦାଙ୍କ ଠାରୁ ସେ ଆହୁରି ଆଗରେ। ଆରେ ବାଃ, ତମ ମା ଏତେ ଭଲ। ଖାଲି ମୋ ମା ନୁହଁ, ମୋ ବାପା ବି ବହୁତ ଭଲ। ଜାଣିଛ କିଛି ସେ ତାଙ୍କ ଛାତିର କଲିଜାଠୁ ମତେ ଆହୁରି ଅଧିକ ଭଲ ପାଆନ୍ତି। ଆଉ ମୁଁ ବି ସେମାନଙ୍କୁ ବହୁତ ଭଲ ପାଏ। ସତ କହିବାକୁ ଗଲେ ସେମାନଙ୍କ ବିନା ମୁଁ ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବି। ସେମାନେ ମୋ ନିଶ୍ୱାସ, ସେମାନେ ମୋ ଜୀବନ, ସେମାନେ ମୋ ପ୍ରାଣ। ଏଇ ମୁଁ ସତ କହୁଛି ମୁଁ ଜାଣିବା ଦିନରୁ କେବେ ମନ୍ଦିର ଯାଇନି। କାହିଁକି କହିଲ ମୁଁ ମୋ ମନକୁ ବୁଝେଇ ସାରିଛି ମୋ ବାପା ମାଙ୍କଠୁ ବଡ଼ ଠାକୁର ଠାକୁରାଣୀ ମୋ ପାଇଁ ଏ ଦୁନିଆରେ ଆଉ କେହି ନାହାନ୍ତି। ତମେ ତମ ବାପା ମାଙ୍କୁ ବହୁତ ଭଲ ପାଅ ନା? ବହୁତ ଭଲ ପାଇ କାଛ, ଏତେ ଭଲ ପାଇଛି ସେଇଟା ମୁଁ ତମକୁ କେବେ ଭାଷାରେ ପ୍ରକାଶ କରିପାରିବି। ଏଇ ମୋ ବାପା ମାଙ୍କୁ ମୁଁ କେତେ ଭଲ ପାଏ ତମେ ତାର ପ୍ରମାଣ ଦେଖିବ କି? ଅଛି ପ୍ରମାଣ ମୋ ପାଖରେ। ଆଖି ବନ୍ଦ କର ପ୍ଲିଜ, ଆଖି ବନ୍ଦ କର ନା। ଏକ ଦୁଇ ବୁଝିଗଲି, ଆଜି ମୁଁ ସବୁ ବୁଝିଗଲି। ତମେ ତମ ବାପା ମାଙ୍କୁ ବହୁତ ଭଲ ପାଅ, ସେଥିପାଇଁ ତ ତମ